श्री गणेशाय नमः। ओम नमो भगवते वासुदेवाय। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पंगुं लंघयते गिरिं यत्कृपातमहं वन्दे परमानंद माधवम्। भागवत महापुराण पंचम स्कंध विंश अध्याय। श्री शुक उवाच एथो अंतरे भोराजन लक्षद्वीप जे विद्यमान लवण समुद्र प्रमाण कहिबि सावधाने शुण। जम्बूद्वीपर जे प्रमाण पक्ष जे तहि कि द्विगुण। जम्बूद्वीपर दीप सात पक्षरे से दीप विदित। सपत दीप तापाळई अपरे जेते छन्ति रही। प्रिय व्रतर से नंदन इंद्रजित ताहार नाम। से दीप विभाग को करी पुत्र को देला दंडधारी। शपथ पुत्र जे झामते सप्त बरस यथोचिते। कल्पे पर्यंत जोग बळे अछि से अवनि मंडले। बरस नाम शुण तुहि शिव बयस से बोलाई। शुभ दक्षम ए अमृत अभय शांति से विदित। एथे जेते गिरिवर अछन्ति शुण नागेश्वर। मणि मुकुट चंद्रसेन वज्रकूट से ज्योतिष्मान। शतशृंग जे मेघमाळ हिरण्यष्टिव सेतु केळ। सावित्री अंगिरस वेणी अरुणा नृमणा तटिनी। रुस्तराजे सप्त भ्राता शतस्तरी जे सुविख्याता। जाहार जल स्नान पाने मानवे पशु जीव माने। सकल पाप दूर करी सुखे अछन्ति जे बिहरी। देवंक आयुष प्रमाणे बंचन्ति तहि प्राणी माने। यज्ञ जगरे पूजा करे सूर्यंकु भजन्ति से नरे। विष्णु स्वरूप कुतु धरी अखिल प्राकर्म उद्धरी। तु सत्य ब्रह्म जे पुरुष सकल भूते तोर बास। तुझे अशेष बहु नाम से पादे आंभर प्रणाम। शाकदीप जे प्लक्ष आदि एथिरे जेते प्रसिद्धि। से प्राणी मानक आयुष इंद्रिय बळे जे विशेष। सो इच्छा मते से हुई उत्पत्ति ठारू जात सेहि। प्लक्ष दीपर चारि पासे इक्षुरस सिंधु प्रकाशे। एहाकु द्विगुण प्रमाण शामळी दीप से राजन।
ସୁରା ସମୁଦ୍ର ବେଢ଼ି ତାରେ ଅଶେଷ ବଳୟ ଆକାରେ। ଏ ଦୀପେ ତାର ଅଧିକାର ପ୍ରିୟ ବ୍ରତର ସେ କୁମର। ଯଜ୍ଞ ବାହ ତାହାର ନାମ ସେ ସାଧୁ ବିଷ୍ଣୁ ପରାୟଣ। ଏ ଦୀପ ସପ୍ତ ଭାଗ କରି ପୁତ୍ରଙ୍କୁ ଦେଲା ଦଣ୍ଡଧାରୀ। ବେଭାରେ ତାର ସପ୍ତ ପୁତ୍ରେ ନେଲେ ସେ ଯେ ଝାରେ ସମସ୍ତେ। ଶପଥ କୁମାରଙ୍କ ନାମ ରାଜନ ଶୁଣ ସାବଧାନ। ପରିଭଦ୍ର ଯେ ଅଭିଜ୍ଞତ ସୌମନସ୍ୟ ନାମେ ସୁତ। ରମଣକ ଯେ ସୁରୋଚନ ଦେବବର୍ହ ଯେ ଆପ୍ୟାୟନ। ସେ ସପ୍ତ ସ୍ଥାନେ ନଦୀଗିରି ଯେତେ ଅଛନ୍ତି ଦଣ୍ଡଧାରୀ। ଶତଶୃଙ୍ଗ ଯେ ପୁଷ୍ପ ବର୍ଷ ବିନ୍ଧ୍ୟ କୁମୁଦ ଯେ ସରସ। ସହସ୍ର ଶ୍ରୁତି ସହିତର କାମଦେବ ଯେ ସପ୍ତଗିର। ସିନିବାଲି ଯେ ସରସ୍ୱତୀ ନନ୍ଦୀ ନାମ ସେ ଅନୁମତି। ରଜନୀ ରାଜା କୁହୁ ଦୁଇ ନଦୀଙ୍କ ସପ୍ତ ନାମ ଏଇ। ଏ ଯେ ବରଷ ପ୍ରାଣୀମାନେ ତପ ଆରାଧନ ବିଧାନେ। ସେ ରାଜା ଭଗବାନ ସୋମ ତାହାଙ୍କୁ କରନ୍ତି ବନ୍ଦନ। ଭୋନାଥ ତୋର ସୁଧାରସ ପିତୃଦେବତାଙ୍କ ସନ୍ତୋଷ। ସପ୍ତ ସମୁଦ୍ର ମଧ୍ୟ ଦେଶେ କୁଶ ନାମେ ଦୀପ ପ୍ରକାଶେ। କ୍ରମେ ଯେ ସିନ୍ଧୁ ଦୀପମାନ ପୂର୍ବକୁ ଅପର ଦ୍ୱିଗୁଣ। ପ୍ରିୟ ବ୍ରତର ସେ ନନ୍ଦନ ହିରଣ୍ୟରେ ତା ଯାର ନାମ। କୁଶଦ୍ୱୀପରେ ସେ ରାଜନ ତାହାର ଶପଥ ନନ୍ଦନ। ଏ ଦୀପମାନ ଦଣ୍ଡଧାରୀ ପୁତ୍ରଙ୍କୁ ଦେଲେ ଭାଗ କରି। ଶପଥ ବରଷକୁ ଦେଲା ଯେ ଯାର ମତେ ବିଭାଗିଲା। ବସୁଦାନ ଯେ ସତ୍ୟବ୍ରତ ଦୃଢ଼ ରୁଚି ଯେ ନାଭିଗୁପ୍ତ। ବସୁ ଯେ ବିପ୍ର ନାମ ଆଉ ଦେବ ନାମରେ ପୁତ୍ର ଏହୁ। ନଦୀ ପର୍ବତ ସୀମାଗିରି ବେଭାରେ ଦେଲେ ଦଣ୍ଡଧାରୀ। ଗିରିଙ୍କ ନାମ ମହିପାଳ ବଭ୍ରୁ ଚତୁଃଶୃଙ୍ଗ କପିଳ। ଚିତ୍ରକୂଟ ଯେ ଊର୍ଧ୍ୱରାମ ଦେବାନିକ ପରେ ଦ୍ରବିଣ। ରସକୁଲ୍ୟା ଯେ ମିତ୍ରବିନ୍ଦା ମଧୁକୁଲ୍ୟା ଯେ ଶତବିନ୍ଦା। ଦେବଗର୍ଭା ଯେ ଘୃତଚ୍ୟୁତା ମନ୍ତ୍ରମାଳା ଯେ ଗିରିସୁତା। ଏ ସପ୍ତ ନଦୀ ଜଳପାନେ ସୁଖେ ବଞ୍ଚନ୍ତି ତହିଁ ଜନେ। ଜାତ ଦେବ ରୂପକୁ ଧରି ଅଛନ୍ତି ଏକ ମନ କରି। ପରମ ବ୍ରହ୍ମର ମୂରତି ତୋ ରୂପ ଯୋଗୀ ଜନେ ଚିନ୍ତି। ସଂସାରେ ଯେତେ ସାଧୁ ଜନ ଯଜ୍ଞ କରନ୍ତି ତୋ ବନ୍ଦନ।
ଏମନ୍ତେ ସ୍ତୁତି ନାନା ମତେ ଅଗ୍ନି ପୂଜନ୍ତି ଯଥୋଚିତେ କ୍ଷୀର ସିନ୍ଧୁ ମଧ୍ୟ ଭାଗରେ ଦୀପ ଯେ କ୍ରଞ୍ଚ ନାମ ଧରେ କ୍ରଞ୍ଚ ନାମରେ ଗିରିବର ତୋ ନାମେ ନାମ ଏ ଦୀପର ପ୍ରିୟ ବ୍ରତର ପୁତ୍ର ହୋଇ ଘୃତ ପୃଷ୍ଠ ନାମ ବହଇ ସେ ଦୀପେ ରାଜ ତ ତାହାର ଶପଥ ତାହାର କୁମର ସପ୍ତ ବରଷ ବାଣ୍ଟି ଦେଇ ନିଶ୍ଚଳେ ପ୍ରଭୁଙ୍କୁ ଭଜଇ ଭ୍ରାଜିଷ୍ଠ ମେଘ ପୃଷ୍ଠୁ ଆତ୍ମା ମଧୁରୁହ ପୁଣି ସୁଧମା ଲୋହିତୀର୍ଣ୍ଣ ଯେ ବନସ୍ପତି ବରଷ ନାମକୁ ବହନ୍ତି ଶୁକ୍ଳ ବର୍ଦ୍ଧମାନ ଭୋଜନ ଉପବର୍ହଣ ଯେ ନନ୍ଦନ ସର୍ବତୋ ଭଦ୍ର ନନ୍ଦ ଆଦି ପର୍ବତ ନାମେ ଯେ ପ୍ରସିଦ୍ଧି ଅଭୟା ଶୁକ୍ଳା ତୀର୍ଥବତୀ ଅମୃତୈ ଘାଜେ ରୂପବତୀ ଆର୍ଯ୍ୟକା ଯେ ପବିତ୍ରବତୀ ସପ୍ତ ନଦୀ ଯେ ନାମ ଖ୍ୟାତି ଯାହାର ଜଳ ପାନ କରି ଦେବ ଦେହକୁ ପ୍ରାଣୀ ଧରି ଜନ ଏ ଯେଉଁ ରୂପ ରାଶି ତାହାକୁ ଭଜନ୍ତି ବିଶ୍ୱାସୀ ଭୟ ଗୋମୟ ତୁ ଈଶ୍ୱର ଭୁବନ ପବିତ୍ର ତୁ କର ଏ ତୋର ପାଦରେ ବନ୍ଦନ ଆମ୍ଭେ ଯେ କରୁ ହୃଷ୍ଟ ମନ ଏ ଅନନ୍ତରେ ପରୀକ୍ଷିତ ଶାକଦୀପ ନାମେ ବିଦିତ ଦଧି ସମୁଦ୍ର ବେଢ଼ିତାରେ ଅଛି ସେ ସିନ୍ଧୁ ମଧ୍ୟରେ ତହିଁ ଯେ ଶୋକ ତରୁବର ସୁଗନ୍ଧ ବାସର ପ୍ରସର ପ୍ରିୟ ବ୍ରତର ସେ କୁମର ମେଧାତିଥି ନାମ ତାହାର ରାଜତ୍ୱପଣ କରି ତହିଁ ସେ ସାତ ଦୀପ ଯେ ପାଳଇ ଦୀପକୁ ସପ୍ତ ଭାଗ କରି ପୁତ୍ରଙ୍କୁ ଦେଲା ଦଣ୍ଡଧାରୀ ତାହାଙ୍କ ପୁତ୍ରଙ୍କର ନାମ ରାଜନ ଶୁଣ ସାବଧାନ ଧୂମାନିକ ଯେ ମନୋଜବ ଚିତ୍ରରେ ଫୋଜେ ପୁରଜବ ବହୁରୂପ ଯେ ବିଶ୍ୱଧାର ବେଦମାନ ନାମେ ଅପାର ସପ୍ତ ବରଷ ଯେ ଝାମତେ ଦଇବେ ନୃପ ଯଥୋଚିତେ ପ୍ରଭୁର ପାଦେ ଚିତ ଦେଲା ତପବଳରେ ସେ ରହିଲା ଏହାଙ୍କ ପର୍ବତର ନାମ ରାଜନ ଶୁଣ ସାବଧାନ ମହାଦେଶ ସତକେଶର ସହସ୍ର ଶ୍ରୋତା ଦେବପାଳ ବଳଭଦ୍ର ଆଉ ଈଶାନ ଉରୁ ଶୃଙ୍ଗ ଯେ ତାର ନାମ ପଞ୍ଚପଦୀ ସହସ୍ର ଶ୍ରୁତି ଅପରାଜିତା ନିଜ ଧୃତି ଉଦୟ ସୃଷ୍ଟି ଯେ ଆରଦ୍ରା ସପତପଦୀ ଯେ ଅନଘା
सते बरस से पुरुष ऋतुव्रत आदि विशेष जेबा पुरुष भगवान ताहांकु करन्ति सेवन परम जोग समाधिरे स्तुति करन्ति जे श्रुचिरे भोदेव परम आकार तोते मोहर नमस्कार प्राणीर अंतर बाहारे तो नाथ थाउ निरंतरे दधि सिंधु परे राजन पुष्कर दीप जे द्विगुण साधु जल सिंधु ताहारे बेढ़ीछि बलय आकारे कमलासन प्रभुंकर जहि आसन पद्मवर जीवन कन कसभित अयुत सत पुररत एहार नाम दिव्यवर लोके प्रसिद्ध जे पुष्कर ए दीप मध्ये नृपवर पवित्र मन से उत्तर विस्तार तेजोजन चारि दिगरे भोराजन मेरु भ्रमन्ते मेरु वीर द्वितीय दिति चक्रधर धातु करमण ए दुई प्रिय व्रतर पुत्र सेहि ए द्वीपे तांक अधिकार शोण परीक्ष नृपवर से स्थल लोकंक सहिते सर्वे तरन्ति यथोचिते से ब्रह्मरूपी भगवान ताहांकु करन्ति भजन से प्रभु कूर्म रूप होई अखिल सृष्टि को भियाई से ब्रह्मरूपी जे ठाकुर नमई ताहांक पयर एहांक परे परीक्षित लोकालोक नामे पर्वत एहार मध्ये जेउ स्थल कालीन भूमि महिपाल बेनी पर्वत मध्य देश कालीन भूमि जे प्रवेश एणु जे एहार अंतरे गतागत नाही जे परे एणु ए लोकालोक नाम ए सर्व ईश्वर भियाण ए जे भूगोल भोराजन 50 कोटि विस्तीर्ण पृथु चतुर्थ भाग नाम ए लोकालोक गिरिशम अखिल जगतर गुरु जे आत्मा जोनि महामेरु अखिल लोकंकर मते एहार ऊर्ध्वे यथोचिते ध्रुव गति जे जेउठारे अर्पिले कर्क सबे भारे अपराजिता जेबा नाम पुष्कर चूड़ जेबा मन एहांक बल परीक्षित लोकालोक नामे पर्वत से जे अनादि पाशोदरे
ନାନା ଆୟୁଧ ଧରି କରେ ହସ୍ତିର ରକ୍ଷଣର ପାଇଁ। ରଖିଲେ ପ୍ରଭୁ ଭାବଗ୍ରାହୀ ନାନା ଅଳଙ୍କାରକୁ ଦେଇ ବିଚିତ୍ର ବେଶକୁ ସେ ବହି। ବରଷ ଦୀପ ନଦୀଗିରି ତୁମ୍ଭରେ କହିଲୁ ବିସ୍ତାରୀ। ଲୋକାଲୋକ ଗିରି ଅନ୍ତରେ ଈଶ୍ୱର ସୃଷ୍ଟି ଅଗୋଚରେ। ଅଖଣ୍ଡ ମଧ୍ୟର ବିଗତି ଭୁବ ସ୍ୱର୍ଗ ମଧ୍ୟରେ ସ୍ଥିତି। ସୂର୍ଯ୍ୟାସ୍ତ ମଧ୍ୟରେ ମଧ୍ୟ 50 କୋଟି ଯେ ପ୍ରସିଦ୍ଧ। ଆତ୍ମା ଚକ୍ଷୁ ସ୍ୱରୂପ ସେହି ସେ ସୂର୍ଯ୍ୟ ଅଖିଳ ଗୋସାଇଁ। ବିଶ୍ୱସ୍ୱରୂପ ଶେଷ ମତ କହିବି ଜଗନ୍ନାଥ। इति श्रीमद्भागवते महापुराणे पारमहंस्यां संहितायां 82 पंचमस्कन्धे सप्तद्वीपकथने नाम 20 अध्याय। 21 अध्याय। श्रीशुकोवाच भुवन कोशरभियाण कहिबि जेतेक लक्षण। ଯାହାର ନିକଟରେ ରହି ସୂର୍ଯ୍ୟ ଯେ ତ୍ରୈଲୋକ୍ୟ ତାପଇ। ଅତ୍ୟନ୍ତ ବେନି ଭାଗ ହୋଇ ଉତ୍ତର ଦକ୍ଷିଣେ ଭ୍ରମଇ। ମାଲକ୍ଷ ପହବେନି ନାମ ବିଷ୍ଣୁ ଭବନ ଭୋରାଜନ। ଦିବାକର ସେ ରକ୍ଷ ଯେତେ ଦୀର୍ଘ ହ୍ରସ୍ୱ ଯେ ପରିଜନ୍ତେ। ବିଶୁଦ୍ଧ ସମାନକୁ ପାଇ ପୁଣି ଦୀର୍ଘ ହ୍ରସ୍ୱ ବଢ଼ଇ। ତୁଲ୍ୟ ବିଶୁଦ୍ଧ ପୁଣି ପାଇ ଅହୋରାତ୍ର ସେ ନାମ ବହି। 9,91 ଲକ୍ଷ ଯୋଜନ ପ୍ରମାଣ ପ୍ରତ୍ୟକ୍ଷ। ମାନସ ଗିରି ତହିଁ ରହି ଇନ୍ଦ୍ରର ପୁର ବିରାଜଇ। ପୂର୍ବ ଭାଗରେ ସେ ସୁମେରୁ ଦେବଧ୍ୟାନ ନାମ ଯହିଁରୁ। ଯମର ପୁର ତା ଦକ୍ଷିଣେ ବିରାଜେ ସଞ୍ଜୀମନି ନାମେ। ପଶ୍ଚିମ ପୁର ବରୁଣର ନିମ୍ନ ଚିତ ନାମ ତାହାର। ଉତ୍ତର ଭାଗେ ସୋମପୁରୀ ନାମ ତାହାର ବିଭାବରୀ। ତହିଁ ଉଦୟ ମଧ୍ୟେ ଅନ୍ତ ଏ ତିନି କାଳ ଯେ ବିଦିତ। ପ୍ରାଣୀ ପ୍ରବୃତ୍ତି ନିବୃତ୍ତିରେ ସୁମେରୁ ଚତୁର ଦିଗରେ। ଅହର୍ନିଶି ଭାବରେ ତହିଁ ପ୍ରାଣୀଙ୍କ ସୁଖ ପ୍ରଦ ହୋଇ। ବାମାବର୍ତ୍ତକ ପ୍ରାୟ ତହିଁ ନିତ୍ୟ ଆଦିତ୍ୟ ଯେ ଭ୍ରମଇ। ଉଦୟ କାଳେ ଯେ ଲକ୍ଷଣ ଅସ୍ତ କାଳରେ ସେହି ପୁଣ। 2,12 ଯୋଜନ ଲକ୍ଷରେ ହରି ପରିମାଣ। 15 ଘଟିକା ବେଳେ ଇନ୍ଦ୍ରର ପୁର ଅବହେଳେ। ଯମର ପୁରରେ ପ୍ରବେଶ ସେଠାରେ କରନ୍ତି ପ୍ରକାଶ। ଏଥୁ ବରୁଣ ଆଦି ଯେତେ ଆଦିତ୍ୟ ଭ୍ରମନ୍ତି ଯେ ନିତ୍ୟ। ଇନ୍ଦ୍ରାଦି ଯେତେ ଗ୍ରହମାନ ଏହି କ୍ରମରେ ସେ ଭ୍ରମଣ। ଜ୍ୟୋତିଷ ଚକ୍ର ଯେ ପ୍ରକାରେ ଭ୍ରମଇ ଚତୁର ଦ୍ୱୀପରେ। ଆଦିତ୍ୟ ରଥରେ ଗମନ ମୁହୂର୍ତ୍ତ ଶୁଣ ଭୋରାଜନ। ରଜୁ 4 ଲକ୍ଷ ଯୋଜନ
ଅଷ୍ଟଶତ ଅଧିକ ପୁଣ ଇନ୍ଦ୍ରାଦି ଦେବେ ପୁର ମେଳେ ଏ କ୍ରମେ ଭ୍ରମନ୍ତି ନିଶ୍ଚଳେ ଦ୍ୱାଦଶର ସଙ୍ଗମ ତାର ସେ ରଥେ ଏକ ଚକ୍ରଧର ସୁମେରୁ ମସ୍ତକ ଉପରେ କ୍ରମେ ସେ ସମାନ ସୂତ୍ରରେ ତ୍ରୈଲୋକ୍ୟ ତୁରି ପ୍ରାୟ ହୋଇ ରବିର ରଥ ସେ ଭ୍ରମଇ ରଥର ଗର୍ଭ ପରିମାଣ ସେ 20 ଲକ୍ଷ ଯୋଜନ ଗୁଳ୍ମ ଯେ ବିସ୍ତାର ଅଟଇ 24 ଲକ୍ଷ ଯେ ହୋଇ ତହିଁ ଯୋ ଚିତ ସହନ୍ତି ଆଦିତ୍ୟ ଦେବଙ୍କୁ ବହନ୍ତି ଅରୁଣ ନିଯୁକ୍ତ ତହିଁରେ ସପ୍ତଶ ଯେ ଜାଠାବରେ ଅଙ୍ଗୁଷ୍ଠି ସବୁ ସାନ ହୋଇ 60 ସହସ୍ର ମୁନି ତହିଁ ବିଦିତ ବାଳ ଖିଲ୍ୟ କ୍ଷାରେ ରବିର ଅଗ୍ର ଯେ ଭାବରେ ସୁନ୍ଦର ବାକ୍ୟେ ନାନା ମତେ ସ୍ତୁତି କରନ୍ତି ଯଥୋଚିତେ ଅନ୍ୟ ଯେ ନାନା ଋଷିଗଣ ଗନ୍ଧର୍ବ ସିଦ୍ଧ ଯେ ଚାରଣ ସକଳ ନାଗଙ୍କର ବୀରେ ଅପର ଗଣ ଯେ ଝାପରେ ଯେ ଜାତୁ ଧାନ ଶ୍ରେଷ୍ଠ ଗଣ ସଙ୍ଗତେ ଘେନି ବିଦ୍ୟମାନ ଅପସରା ଗଣ ନୃତ୍ୟ ଗୀତେ ଏମନ୍ତେ ଯେ ଯାହାର ମତେ ସେ ସୂର୍ଯ୍ୟ ରୂପ ଭଗବାନ ଅଖିଳ ଆତ୍ମାର କାରଣ ତାହାର ଚରଣାର ବିନ୍ଦେ ସେବନ୍ତି ପରମ ଆନନ୍ଦେ ଯେ ଯାର କର୍ମ ଅନୁମତେ ସେବନ୍ତି ତାର ପାଦ ଗତେ 9.5 କୋଟି ଯୋଜନ ଅଧିକ 1 ଲକ୍ଷ ପୁଣ ଏବେ ନିସହସ୍ର ଯୋଜନ ଏମନ୍ତେ କୋଶ ଯେ ଭୁବନ କ୍ଷଣ ମାତ୍ର କେ ଭଗବାନ ସେ ସୂର୍ଯ୍ୟ କରନ୍ତି ଭ୍ରମଣ ଅତ୍ୟନ୍ତ ତାହାଙ୍କ ଚରିତ କହିଲେ ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂ ପଞ୍ଚମ ସ୍କନ୍ଧେ ଭୁବନକୋଶ ବର୍ଣ୍ଣନେ ନାମ 21 ଅଧ୍ୟାୟ। 22 ଅଧ୍ୟାୟ ରାଜବାଚ ଭୂମୁନି ଏଥିର ତଦନ୍ତ ଜାଣିଲେ ଜୀବଇଁ ପ୍ରତୀତ ଆଦିତ୍ୟ ଦେବ ଯଥୋଚିତେ ମେରୁ ପ୍ରଦକ୍ଷିଣ କରନ୍ତେ 12 ଶଶାଙ୍କ ସମ୍ମୁଖେ ଭୋଗ କରନ୍ତି ସେ ପ୍ରତ୍ୟକ୍ଷେ ଆଦିତ୍ୟ ଗତି ବ୍ୟଗ୍ରତରେ ତହିଁରେ କେମନ୍ତ ସଞ୍ଚରେ। ଶ୍ରୀଶୁକବାଚ କୁରାଳ ଚକ୍ରର ସହିତେ କ୍ଷୁଦ୍ର ଜନ୍ତୁଙ୍କ ଗତି ମତେ ସେ କାଳ ଚକ୍ରର ଆୟତେ ଭ୍ରମନ୍ତି ଯେ ଯାହାର ମତେ ଧ୍ରୁବର ସମ୍ମୁଖ ପ୍ରତ୍ୟକ୍ଷ କରି ଭ୍ରମନ୍ତି ଅନ୍ତରିକ୍ଷ ଆଦି ପୁରୁଷ ଭଗବାନ ସାକ୍ଷାତ ପ୍ରଭୁ ନାରାୟଣ ତୃତୀୟ ରୂପ ତାଙ୍କ ମତି କର୍ମ ବିଶୁଦ୍ଧରେ କହନ୍ତି ସେ ମୁକ୍ତି ଦେବ ମୁଁ ସାକାର କରି ସେ ବ୍ରହ୍ମାଣ୍ଡ ଠାକୁର ଷଡ଼ ଋତୁ ବସନ୍ତ ଆଦି
ଏଥିରେ ଯେତେକ ପ୍ରସିଦ୍ଧି ଯେ ଋତୁ କାଳେ ଯେ ହୁଅନ୍ତି ଆପଣେ ବିହାର କରନ୍ତି ମହାପୁରୁଷ ବିଦ୍ୟମାନେ ମାୟା ଯେ ନାନାଦି ବିଧାନେ ଆଶ୍ରମ ରୂପେ ନାନା ପଥେ ନାନା କର୍ମରେ ଯଥୋଚିତେ ନାନା ଯୋଗରେ ଶ୍ରଦ୍ଧା ଚିନ୍ତି ଯେ ତାଙ୍କ ଚରଣେ ସେବନ୍ତି ସକଳ ପାପ ସେ ତରନ୍ତି ପରମ କଲ୍ୟାଣ ଭଜନ୍ତି ଏମନ୍ତ ଶୁଣ ନୃପବର ସେ ସ୍ୱାମୀ ଆତ୍ମା ପ୍ରାଣୀଙ୍କର ପୃଥିବୀ ଆକାଶ ମଧ୍ୟରେ କାଳଚକ୍ରର ସେ ସୁନ୍ଦରେ ଦ୍ୱାଦଶ ମାସକୁ ଭଜନ୍ତି ସମ୍ବତ୍ସର ନାମ ବହନ୍ତି ମାସ ଯେବେନି ଭାଗ କରି ଭୁଞ୍ଜନ୍ତି ଆହୋରାତ୍ର ପୁରୀ ସେବେନି ମାସେ ଏକ ଋତୁ 6 ଋତୁ ସମ୍ବତ୍ସର କ୍ରତୁ ଯେବେନି ତାର ଅର୍ଦ୍ଧ ଭାଗେ ରହନ୍ତି କାଳରେ ସେ ଭୋଗେ ତାହାଙ୍କୁ କାଳ ବୋଲି ଜାଣି ଶୁଣ ରାଜନ ପରିମାଣି ଯେ ଅବା ମହୀର ସହିତେ ନଭମଣ୍ଡଳକୁ ଯାନ୍ତେ ରବି ଭୁଞ୍ଜନ୍ତି ଯେତେ କାଳେ ସମ୍ବତ୍ସର ବୋଲି ତାହାରେ ଏ ଅନନ୍ତରେ ଭୋରାଜନ ଚନ୍ଦ୍ରର ଏହି ଯେ ଗମନ 2 ଲକ୍ଷ ଯୋଜନ ଉପରେ ସମୀର ପରି ଯେବେ ଭାରେ ପବନ ତାର ତିଖରେ ଚନ୍ଦ୍ର ଭୁଞ୍ଜନ୍ତି ଯେ ସତରେ ତାହାଙ୍କ ଭୋଗ ବେନି ପକ୍ଷକୁ ସାଧି ରଖେ ଭୋଗ ସେକୁ ଏକ ଦିନେ ଭୁଞ୍ଜନ୍ତି କ୍ରତୁପତି ମାନେ ଏଥୁ ଅନ୍ତରେ ନୃପବର ଅବଧି କୈଳାସଧର ଅହୋରାତ୍ର ସେ ଦେବଙ୍କର ଯେ ଶୁକ୍ଳ ପକ୍ଷର ବ୍ୟବହାର ଅହୋରାତ୍ର ହେ ନୃପବର ସେ ଯେ ସକଳ ପ୍ରାଣୀଙ୍କର ଏମନ୍ତ ଶୁଣ ନୃପବର ଜୀବନ ଭୂତ ଶଶଧର ଭୁଞ୍ଜନ୍ତି ଦିସପ୍ତ ମୁହୂର୍ତ୍ତ ଏକ ନକ୍ଷତ୍ରେ ଯଥୋଚିତ ଯେଣୁ ସେ ଅନାଦି ପୁରୁଷ 16 କଳା ସେ ବିଶେଷ ଅମୃତ ଶରୀରକୁ ଧରି ପ୍ରାଣୀଙ୍କ ଆଜ୍ଞାନାନ୍ଧ ହରି ମନୁଷ୍ୟ ପଶୁ ପକ୍ଷୀ ଆଦି ସରୀସୃପ ବୃକ୍ଷ ପ୍ରସିଦ୍ଧି ଏହାଙ୍କୁ ସୁଖ ସେ ଦିଅନ୍ତି ଏଣୁ ସେ ସବିନୟ ହନ୍ତି ଏହାର ଊର୍ଦ୍ଧ୍ୱେ ଭୋରାଜନ ତୃତୀୟ ଲକ୍ଷ ଯେ ଯୋଜନ ନକ୍ଷତ୍ର ସପତ 20 ମେରୁର ଦକ୍ଷିଣେ ବସନ୍ତି 2 ଲକ୍ଷ ତାହାର ଉପରେ ଉଷନା ବାସ ଯେ ତାହାରେ ଆଦିତ୍ୟ ପ୍ରାୟ ଦୀର୍ଘ ଗତି ତାପରେ ତାହାକୁ ସେବନ୍ତି ଏକର କଲ୍ୟାଣ କାରଣ ପ୍ରଥମେ ନିତ୍ୟ ପରାୟଣ ଏହାର ଊର୍ଦ୍ଧ୍ୱ ଯେ ଭାଗରେ
द्विलक्ष योजन उपरे बुध नामे जे चंद्रसुत तहिरे ताहांकर स्थित प्राणीर सुखे सुखे थाई एणु से सूर्य वेग होई अति गमन खरतरे अनावृष्टि की से आचरे ताहार परे बेनि लखे योजन तेज जे प्रत्यक्षे एक राशि रे तीनि पक्ष मंगल भुंज प्रत्यक्ष वक्र गति रे भोग करे एक्रमे द्वादश राशि रे एहार ऊर्ध्वे भोराजन द्वितीय लक्ष्य जे योजन तहि अछंती बृहस्पति देवंक पुरोहित हंती एक राशि रे से बरसे भोग जे करंती संतोषे जे बृहस्पति भगवान ब्राह्मण कुलर कल्याण जेबे से वज्र गति होई कदर्य फल को दियई तहु द्विलक्ष योजन रे तहि अछंती शनिश्चरे एक राशि रे भोग तार 30 मास नृपवर आसक्त मते भोग होई अर्धेकते मंत भुंजई एहार उपरे राजन 11 लक्ष योजन ऋषिंक वास जे सेठारे जे कृपा करंती प्राणी रे लोक भावना से सकल अशेष करुणार मूल से विष्णु पाद नित्य चिंती प्रतिक्षण रे भ्रमुछंती से मुनि गणक पयर सुजने सेव निरंतरे कहई विप्र जगन्नाथ पंचम स्कंधे भागवत इति श्रीमद्भागवते महापुराणे पारमहंस्यां संहितायां 82 पंचम स्कंधे ज्योतिश्चक्रवर्णने नाम 22 अध्याय। त्रयोविंश अध्याय। श्रीशुक उवाच एथु अंतरे भोराजन ऊर्ध्वे 13 लक्ष योजन जे स्थान विराजयितहि विष्णुर स्थान ताकु कही तहि परम भागवत ध्रुव उत्तान पादसुत अछंती कश्यप संगते काल ज्येष्ठिर सेवा मते कल्प पर्यंत सुख भोळे प्रभुंकु भजई निश्चले से भागवत ध्रुववाणी पूर्वे कहिछि नृपमणि ग्रह नक्षत्र ज्योतिर्गण ध्रुवर संग तेरा जन काल चक्र रे भ्रममान बेगे भ्रमंती अनुक्षण ईश्वर सृष्टि अगोचरे ईशत दिश लोकरे शून्य मंडले मेघमाळे जेसने थांती वायु बोले माया रे पशु गण जेन्हे सकळे भ्रमंती तेसने
ମଣ୍ଡଳକାରରେ ତହିଁ ଯେ ଯାହା ସ୍ଥାନେ ସେ ଭ୍ରମଇ ନକ୍ଷତ୍ର ଗ୍ରହ ଆଦି ଯେତେ ଏହି ପ୍ରକାରେ ସେ ସମସ୍ତେ କାଳଚକ୍ରରେ ସେ ଭ୍ରମଣ କରଇ ଗହନେ କଳ୍ପ କଳ୍ପାନ୍ତେ ପ୍ରକାରେ ଅତ୍ୟନ୍ତ ବିଷ୍ଣୁର ମାୟାରେ ଶୂନ୍ୟ ମଣ୍ଡଳେ ମେଘମାଳେ ଯେ ଶନେ ଥାନ୍ତି ବାୟୁ ବଳେ ଖଗାଦି ନାନା ପକ୍ଷୀମାନେ ପବନ ବଳେ ଥାନ୍ତି ଶୂନ୍ୟେ କର୍ମ ଅଧୀନେ ଜ୍ୟୋତିର୍ଗଣେ ଶୂନ୍ୟରେ ଭ୍ରମନ୍ତି તે ଶନେ ପ୍ରକୃତି ପୁରୁଷ ସମ୍ଭୋଗ ତହିଁରେ ହୁଅନ୍ତି ସଂଯୋଗ କର୍ମ ବନ୍ଧନ ନିରନ୍ତରେ ପତନ ହୁଅନ୍ତି ଭୂମିରେ ଏଥୁ ଅନ୍ତରେ ପରୀକ୍ଷିତ ଏ ଜ୍ୟୋତିର୍ଗଣ ବୈବସ୍ୱତ ଏମନ୍ତ କରି କେ ବର୍ଣ୍ଣଇ କହିବା ଶୁଣ ମନ ଦେଇ ଯେ ପ୍ରଭୁ ଅଖିଳ କାରଣ ବାସୁଦେବ ଯେ ଭଗବାନ ତାହାଙ୍କ ଭକ୍ତି ମୁକ୍ତି ସାର ଶରୀର କୁଣ୍ଡଳୀ ଆକାର ଅଧବଦନେ ତାହାଙ୍କର ପୁରରେ ବାସ ଯେ ତାହାର ଲାଙ୍ଗୁଡ଼େ ପ୍ରଜାପତି ବାସ ତାପରେ ଧର୍ମ ଯେ ବିଶ୍ୱାସ ଧାତା ବିଧାତା ପୁଛ ମୂଳେ ଶପଥ ଋଷି କଟିସ୍ଥଳେ ଦକ୍ଷିଣାବର୍ତ୍ତ ପ୍ରାୟ ହୋଇ କୁଣ୍ଡଳୀ ଆକାରେଣ ଦେହି ତାହାର ଦକ୍ଷିଣ ଗ୍ରତେ ନକ୍ଷତ୍ରମାନ ଯେ ସମସ୍ତେ ଅର୍ଜମାଦି ଏକ ଗୁଣ ବାମ ପାଖରେ ତାଙ୍କ ସ୍ଥାନ ପୁନର୍ବସୁ ପୁଷ୍ୟ ଯେ ଦୁଇ ବାମ ଦକ୍ଷିଣେ ଥାନ୍ତି ରହି ଆକାଶ ଗଙ୍ଗା ଯେ ଦୁପୃଷ୍ଠରେ ବିରାଜେ ଅତି ଶୁଭ୍ରତରେ ବାମ ଦକ୍ଷିଣ ପାଦ ଦେଶେ ଆରଦ୍ରା ଅଶ୍ଲେଷା ପ୍ରକାଶେ ଉତ୍ତର ଷାଢ଼ା ଅଭିଜିତ ସତ୍ୟ ଦକ୍ଷିଣ ଘ୍ରାଣେ ସ୍ଥିତ ଶ୍ରବଣା ପୂର୍ବା ଷାଢ଼ା ଦୁଇ ଦକ୍ଷିଣ ବାମ ନେତ୍ରେ ରହି ଧନିଷ୍ଠା ମୂଳା ବେନି ଜନେ ବାମ ଦକ୍ଷିଣ ବେନି କନେ ମଘାଦି ଅଶ୍ୱିନୀ ନକ୍ଷତ୍ର ବାମ ଅଙ୍ଘ୍ରିରେ ସେ ଯେ ସ୍ଥିତ ମୃଗଶିରା ଦକ୍ଷିଣ ଅଙ୍ଘ୍ରି ଜ୍ୟେଷ୍ଠା ଶତଭିଷାଦି କେନ୍ଦ୍ରୀ ଜଗତ ଯାର ଆଶ୍ରୟରେ ଅଗସ୍ତି ନାସିକା ବିବରେ ମୁଖରେ ଅଙ୍ଗାରକ ଶହେ ଉପରେ ଶନିଶ୍ଚର ରହେ ଆଦିତ୍ୟ ବାକ୍ଷ ସ୍ଥଳେ ବସେ ବୃହସ୍ପତି ଯେ ବକ୍ଷ ଦେଶେ ହୃଦରେ ନାରାୟଣ ସ୍ଥିତି ଚନ୍ଦ୍ରମା ମନରେ ବସନ୍ତି ନାଭିରେ ଉଷନା ପ୍ରକାଶ ସ୍ତନରେ ଅଶ୍ୱିନୀର ବାସ ପ୍ରାଣ ଉପରେ ବୁଧ ବସେ ଗଳାରେ ରାହୁ ଯେ ପ୍ରକାଶେ ସର୍ବ ଅଙ୍ଗରେ କେତୁ ସ୍ଥାନ
ଏ ଅନୁକ୍ରମେ ହେ ରାଜନ, ଲୋମ ମୂଳରେ ତାରାଗଣ, ବିଚିତ୍ର ରୂପ ନାରାୟଣ। ଏ ରୂପେ ସର୍ବଦେହ ସେହି, ଯେ ଜନ ଶୁଚିବନ୍ତ ହୋଇ। ସନ୍ଧ୍ୟା କାଳରେ ତାସୁ ମରେ, ଅଶେଷ ପାପରୁ ନିସ୍ତରେ। ଯେ ସ୍ତବ ତୁଣ୍ଡେ ଉଚ୍ଚାରନ୍ତି, ସାବଧାନେ ଯେ କରେ ସ୍ତୁତି। ନମୋ ଶେଷ ଲୋକମୟ, କାଳ ଅଦ୍ଭୁତ ତୋର ଦେହ। ସକଳ ଦେବ ସ୍ୱାମୀ ତୁହି, ତୋ ପାଦେ ଆନନ୍ଦେ ନମଇ। ଗ୍ରହ ନକ୍ଷତ୍ର ତାରାଗଣ, ସର୍ବବାନ୍ଧବ ନାରାୟଣ। ଯେ ନୀତି ସନ୍ଧ୍ୟା ବେଳେ ନର, ସ୍ମରଣ କରେ ନମସ୍କାର। ଅହୋରାତ୍ରର ପାପ ତାର, ଦହନ ହୋଏ ନୃପବର। କହଇ ବିପ୍ର ଜଗନ୍ନାଥ, ଭାଷା ପ୍ରବନ୍ଧେ ଭାଗବତ। ସେ ଦେବମୟ ଯେ ଈଶ୍ୱର, ଅନାଦି ବ୍ରହ୍ମାଣ୍ଡ ଠାକୁର। ତାହାଙ୍କ ଚରଣ କମଳେ, ମୋ ମନ ରହିବ ନିଶ୍ଚଳେ। ସୁଜନେ ନ ଘେନିବ ଦୋଷ, ଗୀତେ କହଇ କୃଷ୍ଣ ରସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାಂ ସଂହିତାୟାं ବୈୟାସିକ୍ୟାं ପଞ୍ଚମସ୍କନ୍ଧे ଗ୍ରହଚକ୍ରवर्ଣ୍ଣନେ ନାମ ତ୍ରୟୋବିଂଶ ଅଧ୍ୟାୟ। ଚତୁର୍ବିଂଶ ଅଧ୍ୟାୟ। ଶ୍ରୀଶୁକ ଉବାଚ। ଆଦିତ୍ୟ ଠାରୁ ଅଧମେଳେ, ଅୟୁତ ଯୋଜନର ତଳେ। ଭୂମି ଆକାରେ ଗ୍ରହ ସ୍ଥିତି, କେ ଅବା କେମନ୍ତେ ଗହନ୍ତି। ସ୍ୱଭାବେ ସିଂହିକାନନ୍ଦନ, ଅତି ଅସୁର ଭୋରାଜନ। ଭୂମି ଆକାରେ ଗ୍ରହ ସ୍ଥିତି, କେ ଅବା କେମନ୍ତେ ରହନ୍ତି। ସ୍ୱଭାବେ ସିଂହିକାନନ୍ଦନ, ଏଟି ଅସୁର ଭୋରାଜନ। ଯେଣୁ ପ୍ରଭୁର କୃପା ହୋଇ, ଅମର ଗ୍ରହ ସେ ଅଟଇ। ଏହାର ଜନ୍ମ କର୍ମ ମାନ, ପଛେ କହିବା ହେ ରାଜନ। ଅଧୋଭାଗରେ ଯେ ପଡ଼ଇ, ଧରଣୀ ମଣ୍ଡଳେ ବୋଲାଇ। ଅୟୁତେ ଯୋଜନ ବିସ୍ତାର, ଲୋକରେ ଖ୍ୟାତ ନୃପବର। 12 ସହସ୍ର ଯୋଜନ, ଚନ୍ଦ୍ରମଣ୍ଡଳ ଯେ ପ୍ରମାଣ। ଏତର ସହସ୍ରର ମତେ, ରାହୁର ମଣ୍ଡଳ ଜଗତେ। ବୈରାନୁବାଗ ବୃଦ୍ଧି ତହିଁ, ଚନ୍ଦ୍ର ସୂର୍ଯ୍ୟ ଗ୍ରାସିବା ପାଇଁ। ଧାମଇ ବେଗବନ୍ତ ହୋଇ, ତା ଦେଖି ବ୍ରହ୍ମାଣ୍ଡ ଗୋସାଇଁ। ରକ୍ଷା ନିମନ୍ତେ ଭଗବାନ, ଦେଇଅଛଇ ସୁଦର୍ଶନ। ଚନ୍ଦ୍ରର ଆଦିତ୍ୟର ଛାଇ, ନିକଟୁ ନିବୃତ୍ତ ଯେ ହୋଇ। ଚକିତ ହୋଇ ଛନ୍ନ ତାର, ଉଦ୍ବେଗ ହୁଅଇ ଶରୀର। ତାହାକୁ ପରାଗମାନ, ଏ ଲୋକେ କହନ୍ତି ରାଜନ। ତାହାର ତଳେ ଭୋରାଜନ, ପୁରେ କଛଇ ପ୍ରମାଣ। ଅହିଙ୍କ ଶିରେ ମଣିମାନ, ତହିଁ ନାଶଇ ଇନ୍ଦୁତମ। ବ୍ୟାଧିର ପରାଭବ ନାହିଁ, ଦେହରେ ରୋଗ ନ ରହଇ। ଶପଥ ଗିରିବରେ କରି, ସପ୍ତ ଭୁବନ ଦଣ୍ଡଧାରୀ। ଅତଳ ବିତଳ ସୁତଳ, ତଳାତଳ ଯେ ରସାତଳ। ମହାତଳ ଯେ ତଳାତଳ, ସପ୍ତମେ ବିଦିତ ପାତାଳ। କ୍ରମେ ଅୟୁତ ଯେ ଯୋଜନ, ଏକୁ ଏକହି ଯେ ପ୍ରମାଣ। ବିଳ ସ୍ୱର୍ଗ ନାମ ଏହାର, ସ୍ୱର୍ଗୁ ଅଧିକ ସୁଖକାର।
କାଳ ଐଶ୍ୱର୍ଯ୍ୟ ନାନା ଭୋଗ, ନାନା ଆନନ୍ଦ ସୁଖ ଭୋଗ। ନାନା ରତ୍ନରେ ଦିବ୍ୟ ଘର, ସୌରଭ ଉଦ୍ୟାନ ସୁନ୍ଦର। ସୁସଞ୍ଚ ଜଳ ମନୋହର, ବିବିଧ କ୍ରୀଡ଼ା ଯେ ବିହାର। କହିବା ଶୁଣ ନୃପବର, ବିଳ ସ୍ୱର୍ଗ ନାମ ଏହାର। ଏଥିରେ କ୍ରୀଡ଼ନ୍ତି ଆନନ୍ଦେ, ଯେ ସ୍ଥଳବାସୀ ଜୀବ ବୃନ୍ଦେ। ଗନ୍ଧର୍ବ ବିଦ୍ୟାଧର ଯେତେ, ଅପ୍ସରା ଗଣଙ୍କ ସହିତେ। ମାୟାବୀ ମାନସ ତହିଁ, ନିର୍ମାଣ କରି ଯେ ଅଛଇ। ନାନା ମଣିରେ ଦିବ୍ୟପୁର, ବିଚିତ୍ର ବୈଦୁର୍ଯ୍ୟର ଘର। ସୁସଞ୍ଚ ଅତି ମନୋହର, ବିବିଧ ନାନା ମଣିସାର। ମୈଥୁନ ସୁଖ ଯେ ପ୍ରାପତ, କୃତ୍ରିମ ମଣିରେ ନିର୍ମିତ। ସାରିକା ଆଦି ପକ୍ଷୀମାନେ, ବିବିଧ ପ୍ରକାର ଭିଆଣେ। ମଣି ଦର୍ଶନ ଉଚ୍ଚ ସାର, ସେ ହୋଇ ଅତି ମନୋହର। କୁସୁମ ମାଳ ଅତି ଭୋରେ, ବିଟପି ଲମ୍ବିଛନ୍ତି ତଳେ। କୋମଳ ପଲ୍ଲବ ସୁରଙ୍ଗ, ପକ୍ଷ ମିଥୁନ ଯହିଁ ସଙ୍ଗ। ବିବିଧ ଜଳାଶୟ ମାନ, କ୍ରୀଡ଼ନ୍ତି ନାନା ବିହଙ୍ଗମ। ଋଷିଙ୍କ ପୁଷ୍ପ ଆଭରଣେ, କ୍ଷୋଭ କରନ୍ତି ବିହଙ୍ଗମେ। ନିରଜ କୁମୁଦ କହ୍ଲାର, ଏହାର ତଳେ ତାଙ୍କ ଘର। ସେ ପକ୍ଷୀ ଗୁଣ ଦିବ୍ୟ ସ୍ନାନ, ଶ୍ରବଣେ ହରେ ପ୍ରାଣୀ ମନ। ସ୍ୱର୍ଗ ହୁଁ ଅତି ମନୋହର, ସେ ସ୍ଥାନ ମାନ ନୃପବର। ଅହିଙ୍କ ଶିରମଣି ମାନ, ଯହିଁ ନାଶଇ ଅନ୍ଧତମ। ବ୍ୟାଧିର ପରାଭବ ନାହିଁ, ଦେହରେ ରୋଗ ନ ରହଇ। ପୁରୁଷ ଅଚଳାଦିଙ୍କର, ଏଣୁ ସେ ସ୍ୱଭାବ ଶରୀର। ତେଣୁ ସେ ସମୟ ହୁଅଇ, ବଟୁବା ମନ ରୂପ ହୋଇ। ଯଶ ସମ୍ପଦ ତାର ହରି, ପୁଣି ଦୟା କଲେ ମୁରାରି। ଇନ୍ଦ୍ରାଦି ସୁର ଗଣମାନ, ସମ୍ପଦ ଦେଲେ ଭଗବାନ। ପୁଣି ଅଖିଳ ପ୍ରାଣୀଙ୍କର, ଅନାଦି ପ୍ରଭୁ ଯେ ଈଶ୍ୱର। ପୁଷ୍ପ କୀଳାଦି ପ୍ରାଣୀଙ୍କର, ଯେଣୁ ସ୍ୱଭାବ ଯେ ଶରୀର। ତେଣୁ ସେ ସମ ଏକ ହୋଇ, ଅନ୍ୟଥା ବ୍ୟାଧି ମୃତ ନାହିଁ। ଅନଳେ କରି ମହିପାଳ, ମୟୂର ପୁତ୍ର ସୁରବଳ। ଯାହାର ମାୟା ଦୃଢ଼ତରେ, ଅଦ୍ୟାପି ସଂସାରେ ପ୍ରଚରେ। ଯେ ରୂପ ଧରିଲେ ତିନି, ସ୍ୱୈରିଣୀ ବୃଷଳି କାମିନୀ। ହଟକାକ୍ଷ ଯେ ମାୟା ରସ, ତହିଁରେ ଥାଇଣ ପୁରୁଷ। ବିଳାସ ଅବଲୋକନରେ, ନାନା ପ୍ରକାରେ କ୍ରୀଡ଼ା କରେ। ଅୟୁତେ ମହାନାଗ ବଳ, ଯାର ମାୟାରେ ମହିପାଳ। ବିତଳେ ଶମ୍ଭୁ ଭଗବାନ, ହଟକେଶ୍ୱର ଯାର ନାମ। ପ୍ରଜାପତି ସୁର ନିମନ୍ତେ, ଅତ୍ୟନ୍ତ ଭବାନୀ ସହିତେ। ଏହାଙ୍କ ବୀର୍ଯ୍ୟ ଜାତ ହୋଇ, ହଟକ ନାମେ ନଦୀ ବହି। ତାର ସଂସର୍ଗ ଜାତ ହୋଇ, ସୁବଳ ହଟକ ବୋଲାଇ। ଏହାର ସର୍ବପୁଣ୍ୟ ଶ୍ଲୋକ, ଯାହାକୁ କହି ସୁର ଲୋକ। ଇନ୍ଦ୍ରର ପ୍ରିୟ ଭାବ ବହି, ଅଛନ୍ତି ଅଖିଳ ଗୋସାଇଁ। ଅସୁରଙ୍କର ବନ୍ଧୁପଣ, ତାହାକୁ କରନ୍ତି ଭୂଷଣ। ସୁତଳେ ବଳିୟାର ନାମ, ତାହାର ଗୃହ ଭୋରାଜନ। ଅଦିହିଁ ତହୁଁ ଜାତ ହୋଇ, ବଟୁବା ମନ ରୂପ ବହି। ସମ୍ପଦ ନାଶ ତାର କରି, ପୁଣି ଦୟା କଲେ ମୁରାରି। ଇନ୍ଦ୍ରାଦି ସୁର ଗଣମାନ, ସମ୍ପଦ ବଳେ ଭଗବାନ। ପୁଣି ଅଖିଳ ଦେବଙ୍କର, ଅନାଦି ପ୍ରଭୁ ଯେ ଈଶ୍ୱର। ସ୍ୱଧର୍ମେ ତାଙ୍କ ଆରାଧନ, ସୁସ୍ଥେ ଯେ ଅଛି ଭୋରାଜନ। ସେ ସର୍ବଦେବ ଭଗବାନ, ପରମ ଆତ୍ମା ସୁଖ ବ୍ରହ୍ମ। ଯେ ତୀର୍ଥମୟ ଜଗନ୍ନାଥ, ସକଳ ଦେଶ କାଳ ପାତ୍ର।
ତହିଁରେ ଶ୍ରଦ୍ଧା ଯୁକ୍ତ ହୋଇ ସ୍ଥିର ମନରେ ସ୍ତୁତି ଗାଇ ବିଳା ସ୍ୱର୍ଗକୁ ଭୋଗ କଲେ ନାନା ଐଶ୍ୱର୍ଯ୍ୟ ସେ ବ୍ୟବହାରେ ଜୀବର କ୍ଷଣେ ଯେ ଉପାୟ ତହିଁରେ କରି ଦେବରାୟ ତ୍ରୈଲୋକ୍ୟ ବ୍ୟାପୀ ସେ ଈଶ୍ୱର ଶେଷ ନ ରହିଲା ଯହିଁର ସେ ଇନ୍ଦ୍ର ତପ ବଳେ କରି ଇନ୍ଦ୍ରର ଭ୍ରାତୃଭାବ ଧରି ଜନ୍ମିଲେ ବ୍ରହ୍ମାଣ୍ଡ ଠାକୁର ଯାର ନିମନ୍ତେ ନୃପବର ସେ ସର୍ବଜୀବ ଭଗବାନ ଅଖିଳ ଗୁରୁ ନାରାୟଣ ଯାହାର ଦ୍ୱାରେ ଗଦା ଧରି ଅଛନ୍ତି ପ୍ରଭୁ ଯେଉ ଭାରି ଏହାର ଅଧୋ ଦେଶେ ଯାଇ ତଳାତଳ ନାମ ବୋଲାଇ ମୟ ନାମେ ଦାନବ ବରେ ଦ୍ରୋହ ଯେ କଲା ଚକ୍ରଧରେ ଅସୁର କାୟା ଦଗ୍ଧ କଲା ତେଣୁ ସେ ବରକୁ ଲୋଭିଲା ମାୟାବା ମାନଙ୍କର ବର ଆଶ୍ଚର୍ଯ୍ୟ ହୋଇ ସେ ଅସୁର ଏମନ୍ତ କରକୁ ସେ ପାଇ ତଳାତଳରେ ସେ ଅଛଇ ସୁଦର୍ଶନ ଚକ୍ରର ଡରେ ଶରଣ ପଶିଲା ଶମ୍ଭୁରେ ସେ ଭୟ ତାର ଦୂର କରି ରଖିଲେ ଶିବ ଶୂଳଧାରୀ ନିର୍ଭୟ ହୋଇ ସେ ଦାନବ ସ୍ୱଚ୍ଛନ୍ଦେ ଭୁଞ୍ଜଇ ସମ୍ପଦ ତାହାର ଅଧୋଭାଗ ଦେଶେ ମହାତଳପୁର ପ୍ରକାଶେ ତହିଁରେ କାଦମ୍ବର ଆଦି କ୍ରୋଧବଶ ନାମ ପ୍ରସିଦ୍ଧି କୁହୁନାକ ଯେ ଅଶ୍ୱସେନ ତକ୍ଷକ ଇନ୍ଦ୍ରାୟନ ନାମ ମହାପୁରୁଷ ବଳବନ୍ତ ତହିଁ ଅଛନ୍ତି ପରୀକ୍ଷିତ ନିତ୍ୟ ସେ ବଇ ନେତ୍ର ଭଏ ଉଦ୍ବେଗ ହୋଇ ତାଙ୍କ କାଏ ଦାରାତନୟ ବନ୍ଧୁ ସଙ୍ଗେ ମତି ବିହିତ ତିରଙ୍ଗେ ତାହାର ତଳେ ମହିପାଳ ଯେ ପୁର ନାମେର ସାତଳ ଦାନବ ଦୈତ୍ୟପତି ମାନ କବଚ କାଳ ଏ ହିରଣ୍ୟ ଅତ୍ୟନ୍ତ ବଳବନ୍ତ ହୋଇ ଦେବଙ୍କୁ ଦ୍ରୋହ ସେ ଚିନ୍ତଇ ସକଳ ଲୋକର କାରଣ ମହାପୁରୁଷ ନାରାୟଣ ମହାନୁଭବ ସେହି ହରି ତାହାଙ୍କ ଅତି ତେଜୁ କରି ପ୍ରହତ ତେଜ ସେ ଦାନବ ସେ ସ୍ଥାନେ ହୁଅଇ ଉଦ୍ଭବ ଯେ ଇନ୍ଦ୍ର ବାକ୍ୟ ମନ୍ଦ ଶୁଣି ନିତ୍ୟ ଗୁରଇ ନୃପମଣି ଏହାର ତଳେ ଯେ ପାତାଳ ତହିଁ ଅଛନ୍ତି ନାଗ ଏହାର ତଳେ ଯେ ପାତାଳ ତହିଁ ଅଛନ୍ତି ନାଗବଳ ବାସୁକି ଆଦି ନାଗବଳ ଶଙ୍ଖ କୋକିଳ ଯେ ଅପାର ଧନଞ୍ଜୟ ଯେ ଦେବଦତ୍ତ ଧୃତରାଷ୍ଟ୍ରାଦି ଶଙ୍ଖ ଶ୍ଵେତ ଏ ଯେତେ ମହାଭୋଗୀ ମାନେ ବସନ୍ତି ପାତାଳ ଭୁବନେ ଏ ପଞ୍ଚଶତ ବିଷଧର ଅନେକ ଫଣା ବା କାହାର ଏହାଙ୍କ ମଥା ମଣିମାନ ପ୍ରକାଶ ଆଦିତ୍ୟ ଯେ ସନ ପାତାଳ ବିବରତି ମୀର ସୋତେ ଯେ କରନ୍ତି ଯେ ଦୂର ପଞ୍ଚମ ସ୍କନ୍ଧେ ବର୍ଣ୍ଣନ ସୁଜନେ ସାବଧାନେ ଶୁଣ କହଇ ବିପ୍ର ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ କୃଷ୍ଣ ଚରଣେ ମନ ଦିଅ ସୁଜନେ ନିତ୍ୟ ଏହା ପିୟ କୃଷ୍ଣ ପାଦର ସୁଧାରସ ମଜିହ୍ୱା ନିତ୍ୟ କରୁ ଗ୍ରାସ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାಂ ସଂହିତାୟାಂ 82 ପଞ୍ଚମ ସ୍କନ୍ଧେ ଭୂଗୋଳ ବର୍ଣ୍ଣନେ ନାମ 24 ଅଧ୍ୟାୟ।